जय जगन्नाथ। आज लिखु भल कथा मन रखिथ। आज आलोचना करिया कहार गर्भ संसार रहिबो नाही। आ दिने विरजा डाक बुझी ना विरजा डाक देवे कहार गर्भ रहिबो बुझिपार ना बुझे एक कथा आनी कौटू आज भीम भोई मालिका उपर आज आलोचना करिया। भीम भोई चलते नित्येश्वरी राधा जहाँ कहते आदि अनंत बुझिपार ना बुझे जहाँ कहते कौन आदि अनंत। तो मुझे थोड़ा आगुरी कही ब्रह्म अनंत आदि अनंत शिशु अनंत अनंत एमती अनेक प्रकार अनंत बाहर। हाँ गोटे भल कथा मन रखी गोटे महापुरुष गोटे बाणी मन पड़े लिखिं अनंत पाटणा अनंत ठणा बारण बेल को भकत बणा। कौ अनंत कथा आम कहीपर लेखिं अनंत पाटणा अनंत ठणा बोले अनंत पाटणा रे अनंत ठणा करते लुचिकी रही बारण बेल को भकत बणा शेष समय भक्त बण बणा है कौ अनंत आम कहीपर ना आम कल्चर करनु कैमेरा करनु आम कल्चर कर ना हूँ ब्रह्म अनंत शेष नाग अनंत महाप्रभु अनंत आदि अनंत शिशु अनंत केते प्रकार अच्छा अनंत से कहले अण अक्षर जार दे अनंत नाम अण अक्षर जार दे कहार दे अण अक्षर केमितिया ओटा अण अक्षर नुह अण अक्षर जार दे अनंत नाम अंत तेणु अण अक्षर गोटे स्वतंत्र कौन गोटे अक्षर अच्छी महापुरुष कहते दिने विरजा शक्ति कौन करेंगे डाक देवे एवं जोगिनी माने कौन है नाचिबे भैरवी डाकिब ये घटना मान कलिर अंतिम पर्यायर सब देखा जहा फल एमती समय आसो कहार गर्भ दर्शन रही गर्भ भंजन नरहरि गर्भ न रखी पिता बुझिपार ना नारद दिने कहले मुझे प्रभुकर परम भक्त प्रभु जाणी पकड़े कहला नारदर गर्भ हो गला दिने नारद को परीक्षा कले कहले संसार भितर पचारे सब संसार भितर परम भक्त किए नारद हसी हसी कहला प्रभु मुझे सब तुम परम ना केमी ना खाइले राम बसले राम उठले राम कहने राम सब राम मुझे सका संजयपुर पर्यंत सब नारायण नारायण भजन हाँ सत कथा नारायण कहते सत कथा सब मो ना डाकुचे भजन कर नारायण कथा मन अच्छी बोले नारद आज गोटे कम कर तुम द्वारा अच्छी ना कौन ना जो तैल पात्र टाक नब धरी ब्रह्मांड टे भंगी आस जमी तले बिंदुए तेल न पड़े नारद महाचाला तैल पात्र पर लक्ष्य रहा ये ब्रह्मांड भूलिले भूली भूली नारायण पाखे आसी पहुंचे नारद आसीगल ना हाँ आज आस तेल टोपे पड़ने ना ना टोपे पड़ने ना हो ताले रख रख तैल पात्र छुआ आज केते थर नारायण जप कर ना प्रभु मोर आ मन ना
ଆଉ କଥାଟା ବୁଝିପାରୁଛ ନା ବୁଝିପାରୁଛ? ତେଣୁ ଭଗବାନ ସଂସାରରେ କାହାର ଗର୍ବ ରଖି ସୁଦର୍ଶନ ଦିନେ ଚିନ୍ତା କରୁଛି କହୁଛି ଆହା ମୋ ଦ୍ଵାରା ପ୍ରଭୁ କଣ କରୁଛନ୍ତି ସଂହାର କରୁଛନ୍ତି, କିନ୍ତୁ କେହି କହୁନାହାନ୍ତି ସୁଦର୍ଶନ ସଂହାର କଲା, ସମସ୍ତେ କହୁଛନ୍ତି ପ୍ରଭୁ ସଂହାର କଲା। ଆଜି ଷ୍ଟ୍ରାଇକ୍ କରିଦେବି, ଆଜି ପ୍ରଭୁଙ୍କ ପାଖକୁ ଯିବି, ପ୍ରଭୁ କେମିତି ସଂହାର କରିବେ ଦେଖିବା ଆଉ। ବୁଝି ହଉଛି? ଦିନେ ସୁଦର୍ଶନ ପଠେଇଦେଲେ, କହିଲେ ଯାହା ଟିକେ ପଦାରେ ବୁଲିକି ଆସିବୁ। ସୁଦର୍ଶନ ପ୍ରଭୁଙ୍କ ପାଖରୁ ପଳେଇଲା, ବଜରଙ୍ଗବାଲି ସେଠି ଜଗେଇଦେଲେ, କହିଲେ ବଜରଙ୍ଗବାଲି ତୁମେ ଟିକେ ଜଗିଥାଅ ଦ୍ୱାର, ଆ ଭିତରୁ କାହାକୁ ଛାଡ଼ିବ ନାହିଁ। ସୁଦର୍ଶନ ବୁଲି ବୁଲି ଯେତେବେଳେ ହେଲା, ହନୁମାନ ସେଠି ବାଟରେ ଜଗିଲା। ବୁଝିପାରୁଛ ନା? ସୁଦର୍ଶନ କହୁଛି ଖାଲି ଟିକେ ଟିକେ କହିଦଉଛି ହନୁମାନଙ୍କୁ, କହିଲେ ହନୁ ତୁ ପ୍ରଭୁଙ୍କ ଭକ୍ତ, ମୁଁ ପ୍ରଭୁଙ୍କ ଭକ୍ତ, ମତେ ବାଟ ଛାଡ଼ିଦେ, ମୁଁ ପ୍ରଭୁଙ୍କ ପାଖକୁ ଯିବି। ନା ପ୍ରଭୁ ତ ମତେ କହିଛନ୍ତି ମୁଁ ନ କହିଲା ପର୍ଯ୍ୟନ୍ତ କାହାକୁ ଛାଡ଼ିବି ନାହିଁ, ତୁ ସୁଦର୍ଶନ ଛାଡ଼ି ମହା ସୁଦର୍ଶନ ହେଲେ ତତେ ମୁଁ ଛାଡ଼ିବି। ସୁଦର୍ଶନ ମାୟା କଲା, 4ଟା ସୁଦର୍ଶନ ହେଇଗଲା, ହନୁମାନ ସେମିତି 4ଟା ହେଇଗଲା। ଯୋଉ ବରିଆ ସୁଦର୍ଶନ ହେଲା ଏବଂ ଗଲା ପେଟରେ ପୁରେଇଲେ। କିଏ ସେ? ହନୁମାନ। ଯେତେବେଳେ ହନୁମାନ ପେଟରେ ରହିଗଲା ସୁଦର୍ଶନ, ଡାକିଲା ପ୍ରଭୁ ରକ୍ଷା କର, ପ୍ରଭୁ ରକ୍ଷା କର। ପ୍ରଭୁ ସେଠୁ ଜାଣିପାରିଲେ, କହିଲେ ସୁଦର୍ଶନକୁ ହନୁମାନ ବାହାର କରିଦେ। ସେଠୁ ବାହାର କରିଦେଲେ, ସେଠୁ ସୁଦର୍ଶନର ଗର୍ବ ଭାଙ୍ଗିଗଲା। ଭକ୍ତ କେବେ ହେଲେ ଗର୍ବ ସଂସାରରେ କରେ, ମୁଁ ଏସା କରିଛି, ମୁଁ ତେସା କରିଛି, ମୁଁ ଏତେ ଜାଣିଛି, ସେଗୁଡାକ ଠିକ ନୁହେଁ। ଭକ୍ତ ସବୁବେଳେ ନିମ୍ନଗାମୀ, କାରଣ ଭକ୍ତ ବିନା ଭଗବାନ, ଭଗବାନଙ୍କ ବିନା ଭକ୍ତ, ଇଏ ପରସ୍ପର ହଉଛନ୍ତି ପରିପୂରକ। ଭକ୍ତ କେବେଳେ ଗର୍ବ କରେନି, ଭକ୍ତ ସବୁବେଳେ ନତମସ୍ତକ। ଯାହା ହଉ, ଭୀମ ଭାଇ କହୁଛନ୍ତି ଏ ଗର୍ବ କାହାର ରହିବ ନାହିଁ। ଡାକ ଦେବ ଦିନେ ବିରଜା ଶକତି ନବ କୋଟି ରୂପ ଧରି, ପାପୀଙ୍କ ରକତ ପିଇ ହେବ ତୃପ୍ତ, କରିବେ ହୁକୁମ ଜାରି, ମୋ ଭାଇ ଗ୍ରାମ ହେବ ମରା ଭୂମି। ହେଲେ ଏମିତି ଗୋଟେ ସମୟ ଆସିବ, ଇଏ ଯୋଗିନୀ ମାନେ କଣ ହେବେ? ନବକୋଟି କାଞ୍ଚାଇନୀ ମାନେ ମାତିବେ, ଅନେକ ବ୍ୟକ୍ତି ବହୁତ ମରିବେ। ସେଇଆ ହଉନି? ତମେ ଦେଖୁନ ଆଗେ ରାତି ପାଇଲେ ପ୍ରତ୍ୟେକ ଗାଁରେ ଶୁଣାଥିଲା କାହାର ପୁଅ ହେଲାରେ, କାହାର ଝିଅ ହେଲାରେ, ଏମିତି ସବୁ ଶୁଣା ଯାଇ ନା ନାଇଁ? ବର୍ତ୍ତମାନ ସେ କଥା ଶୁଣୁଛୁ କିଏ ନା? ଖାଲି ହେ ଅମୁକ ଜାଗାରେ ସମୁକ ମଲା, ସମୁକ ଜାଗାରେ ସମୁକ ମଲା, ଏଇଆ ଖାଲି ହଉନି ନା? କି ଗାଡି ଦରକାର ମଲା, କିଏ କାହାକୁ ହାଣି ଦେଲା, ଖାଲି ଏଇ କଥା ଶୁଣା ହଉଛି ନା? ମହାପୁରୁଷ କହୁଛନ୍ତି 49 ଖଣ୍ଡ ପବନ ବହିବ, ପର୍ବତ ଦୋହଲି ଯିବ, 4 ମେଘ ମିଳି ବରଷିବେ ବାରି, ଦିଗ ଅନ୍ଧାର ଦେଖିବ। ସେ ଭୀମ ନିତେଶ୍ୱରୀ ରାଧା ଏବଂ କୃପାମୟୀ ସେ କହୁଛନ୍ତି ହେ ଜଗତବାସୀ ସାବଧାନ ହେଇଯାଅ, ଦିନେ 49 ଖଣ୍ଡ ପବନ ବହିବ, ଏମିତି ପବନ ବହିବ ପର୍ବତ ଦୋହଲିଯିବ। ତମେ କୋଠା କଣ କରିଛ? ପାହାଡ ପର୍ବତ ରଖିବ ନାହିଁ, କୋଠା ତ ହଉଛି ସାମାନ୍ୟ ମାତ୍ର। 4 ମେଘ ମିଳି ବରଷିବେ ବାରି, ଦିଗ ଅନ୍ଧାର ଦେଖିବ। ବର୍ଷା କେତେ? 4 ବର୍ଷା। ବୁଝିପାରୁଛ? ହେଲେ 4 ବର୍ଷା ଦିନେ ଏକାଠି ହେଇକି କଣ ହବ? ବର୍ଷା ଏମିତି ହବ, ମାନେ ଯାହାକୁ ଶୁଦ୍ଧ ଓଡିଆରେ କୁହନ୍ତି ମୂଷଳ ଧାରା ବର୍ଷା। ଏମିତି ହବ ଲୋକମାନେ ପଦାକୁ ବାହାରି ପାରିବେ ନାହିଁ, ଦିଗ ଅନ୍ଧାର ଘଟିବ, ମାନେ ଯିଏ ବୈଠବ ଯୋଉଠି ସେଇ। ମୋ ଭାଇ ଚନ୍ଦ୍ର ସୂର୍ଯ୍ୟ ଦେଖା ଯିବେ ନାହିଁ। ବୁଝିହଉଛି? ଏତେ ଜୋରେ ବର୍ଷା ପବନ ହବ, ମାନେ ସୂର୍ଯ୍ୟ ଚନ୍ଦ୍ର ଦେଖାଯିବେ। ଭୈରବୀ ଡାକରେ ପୃଥିବୀ କମ୍ପିବ, ଦୁଷ୍ଟ ହୋଇବେ ବିନାଶ, 64 ଯୋଗିନୀ ଖପରକୁ ଘେନି ବୁଲି ଖାଉଥିବେ ମାଂସ, ମୋ ଭାଇ ଲହ ଲହ ଜିହାକୁ ବୁଲାଏ। ଭୀମ ଭାଇ କହୁଛନ୍ତି ଦିନେ 64 ଯୋଗିନୀ ମଧ୍ୟ ଖପର ଧରିକି ଦୁଷ୍ଟଙ୍କୁ ସଂହାର କରିବେ। ସୁତରାଂ ନାରୀ ମାନେ ଉଗ୍ର ହେବେ ହେଲା। ଲାଞ୍ଚୁଆ ପେଚୁଆ ଖଚୁଆ ମିଛୁଆ, ପର ଘର ବୁଢା ଜନ, ଦେବୀଙ୍କ କବଳେ ପଡି ଅବହେଳେ ଯିବେ ସମନ ଭୁବନ, ମୋ ଭାଇ ଦମ୍ଭ ଗରବ ରହିବ ନାହିଁ। ଲାଞ୍ଚୁଆ ଏ ଯୋଉଗୁଡାକ ତମ ଅଫିସ ବି ଗଲେ ଯୋଉ ସବୁ ଲାଞ୍ଚ ନିଅନ୍ତି କାମ କରିବାକୁ,
ଲାଞ୍ଚ ନିଅନ୍ତି ନାହିଁ। ପେଞ୍ଚୁଆ ଆ କଥା ନେଇ ତା କାହା କହିବେ, ଖଚୁଆ ମିଛୁଆ, ବୁଝି ହଉଛି, ପର ଘର ଭଙ୍ଗା, ଏମାନେ ସବୁ କଣ ଦେବୀଙ୍କ କପଳରେ ତାହାର ଗର୍ବ ରହିବ ନାହିଁ। ଯିବେ ସମନ ଭୁବନ, ଇଏ ବିନାଶ ହେଇ କଣ ହେବେ ସମନ ଭୁବନ, ଦେବପୁରକୁ ନୁହଁ, ପ୍ରେତ ଜଗତରେ ବା ଜମାଳ ଏମାନେ ସବୁ କଣ ତତ୍ପତ। ମୋ ଭାଇ ଦମ୍ଭ ଗର୍ବ ରହିବ ନାହିଁ। ଭଗବାନ କାହାର ଗର୍ବ ରଖିବେ ନାହିଁ। ବୁଝିପାରିଲ ନା ବୁଝିପାରିଲ? ଶୁଣ୍ଠି ଭାଇ ଗୋଲମରିଚ ହବୁନି, ସବୁବେଳେ ଅଦା ହବାକୁ ଚେଷ୍ଟା କର। ତୁ ଶୁଣ୍ଠି ହଉଛୁ ଭାରି ଗଣ୍ଡଗୋଳିଆ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଶା ପୂର୍ଣ୍ଣ ହଉ। ଗୋଲ ଆନନ୍ଦେ କହା ହରି।